ଗୋଟେ ମାଆ ପାଇଁ ସବୁଠାରୁ କଷ୍ଟର ମୁହୂର୍ତ୍ତ କ'ଣ ଜାଣିଛନ୍ତି? ଯେତେବେଳେ ସେ ତା ଛୁଆକୁ ଛାଡ଼ିକି ରହିବ। ମୁଁ ଅପରେସନର 17 ଦିନ ଯାଏ ମୋ ଛୁଆକୁ ଦେଖିନଥିଲି। ମୋ ଛୁଆ କେମିତି ଅଛି, 14 ମାସର ଛୁଆକୁ ନା ମୁଁ ଛାଡ଼ିକି 17 ଦିନ ରହିଥିଲି, ଯାହାକୁ ମୁଁ 17 ମିନିଟ୍ ବି ଛାଡ଼ିକି ରୁହେନି କେଉଁଠି। ସେ ଯଦି ମୋ ଆଖି ଆଗରେ ଖେଳୁଥିବେ ଠିକ୍ ଅଛି, ଯଦି ମୋ ଆଖି ଆଗରୁ ଟିକେ ଦୂରକୁ ପଳେଇବେ ନା, ମୁଁ ଯାଇକି ଆଗ ଦେଖିଦେଇକି ଆସେ କାଳେ ମୋ ଛୁଆ କୁଆଡ଼େ ଗଲେ ହେରିକି। ଆଉ ସେତେବେଳେ ନା ମୁଁ 17 ଦିନ ମୋ ଛୁଆକୁ ଛାଡ଼ିକି ରହିଥିଲି। ଯେତେବେଳେ ଅପରେସନ୍ ହେଲା ନା, ସମସ୍ତେ ଗଲେ ଦେଖିବା ପାଇଁ। ମୁଁ ସେଠି ମୋ ଛୁଆଙ୍କୁ ତାଙ୍କ ଭିତରେ ଖୋଜୁଥିଲି। ମୋ ଛୁଆକୁ ଟିକେ ଆଣିଥାନ୍ତି କି, ମୋ ବୋଉକୁ ଖୋଜୁଥିଲି। ମୋ ବୋଉକୁ ଟିକେ ସାଙ୍ଗରେ ଆଣିଥାନ୍ତି କି, କେହି ନେଇନଥିଲେ ମୋ ଛୁଆଙ୍କୁ, ବୋଉକୁ। ଆଉ ମୁଁ ମନେ ମନେ ବହୁତ କାନ୍ଦିଥିଲି। ମୋ ଯେତେବେଳେ ହୋସ୍ ଆସିଲା ଭଲରେ, ମୋ ବୋଉ, ମୋ ଭଉଣୀ, ମୋ ମା ମୋତେ ଯେତେବେଳେ ଭିଡ଼ିଓ କଲ୍ କଲେ ନା, ସେମାନେ ବହୁତ କାନ୍ଦିଛନ୍ତି। କାରଣ ମୁଁ କଥା କହିପାରୁନଥିଲି। ମୋ କଥା ମାନେ ଏତେ ତାଙ୍କୁ ମୋ କଥା ପାଟି ଫିଟୁ ନଥିଲା ଭଲସେ, ଖନି ମାରିଯାଉଥିଲା। କଥା କହିଲା ବେଳକୁ କଷ୍ଟ ହେଉଥିଲା। ସେତେବେଳେ ନା ସେମାନେ ମୋତେ ଦେଖିକି ଏତେ କାନ୍ଦୁଥାନ୍ତି, ମୁଁ ଭଲ ଅଛି ବୋଲି ବି କହିପାରୁନଥିଲି। ଆଉ ମୋ ବୋଉ ତ ସବୁ ଲୁଚଉଥାଏ କାଳେ ମୁଁ କାନ୍ଦିବି ବୋଲି। ମୋ ପୁଅକୁ ତା ଭିତରେ ଜ୍ୱର ହେଇଯାଇଥାଏ, ବଡ଼ ପୁଅକୁ। ମୋ ସାନ ପୁଅକୁ ତ ମୁଁ ଆଇଲା ବେଳକୁ ଚାହିଁ ବି ପାଇଲିନି। ମାନେ ସେ ପୁରା କହି ତ ପାରୁନଥାଏ, କିନ୍ତୁ ବହୁତ ଖୋଜୁଥାଏ ମନେ ମନେ ମୋତେ। ସେ ମୋତେ କେବେ ବି ଛାଡ଼ିକି ରହନ୍ତିନି କେଉଁଦିନ। ମୁଁ ତାଙ୍କ ଜୀବନ। ତା ବାବା ବାହାରେ ରହୁଥିଲେ, ମୋ ପାଖରେ ସେ ସବୁବେଳେ, ମୁଁ ହିଁ ତାଙ୍କର ସବୁ କିଛି। ସେ ମୋତେ ଛାଡ଼ିକି 17 ଦିନ ମୋ ଛୁଆ ରହିଥିଲା ନା, କ'ଣ ଖାଉଥିଲା ମୋ ପିଲା, କେତେ ରାତି ଶୋଇନଥିବ ମୁଁ ବି ଜାଣିନି। ମୋ ବୋଉ ତ ଜବରଦସ୍ତି ଖୁଆଇଥିବ, ହେଲେ ସିଏ ଖାଲି ଜବରଦସ୍ତି ଖାଉଥିଲା। କ'ଣ ଖାଉଥିଲେ କ'ଣ ନାହିଁ ମୁଁ ଜାଣିନି। ମୋତେ କହିଲା, ମାମା ମୋତେ ଜ୍ୱର ହେଇଛି, ମୁଁ କାନ୍ଦିବି ବୋଲି। ମୋ ବୋଉ କହିଲା, ନା ମିଛରେ, କିଛି ହେଇନି। ମୋତେ ଏତେ କଷ୍ଟ, ସେଇ ଜିନିଷଟା ଏତେ କଷ୍ଟ ପାଇଥିଲି ନିଜ ପାଇଁ ନା, ମୋତେ ବାଧି ନଥିଲା। ମୁଁ ଖୁସିରେ କରୁଥିଲି, କାହିଁକିନା ମୁଁ ମୋ ସ୍ୱାମୀ ପାଇଁ କରୁଛି। କିନ୍ତୁ ମୋ ଛୁଆଙ୍କୁ ଛାଡ଼ିକି ରହିବାଟା ନା ମୋତେ ବହୁତ କଷ୍ଟ ଦେଇଥିଲା। ଭଗବାନଙ୍କୁ ଡାକୁଛି, ମାନେ ସେତେବେଳେ ମୁଁ ବହୁତ ଥର ତାଙ୍କୁ ଛାଡ଼ିକି ରହିଛି। ଆଉ ଥରେ ଇନଫେକ୍ସନ୍ ହେଲା, ପୁଣି 7 ଦିନ ଛାଡ଼ିକି ରହିଲି। ମୋ ଛୁଆ ଯେତେବେଳେ ମୁଁ ଘରକୁ ଆସିଲି ନା, ଯେଉଁ କାନ୍ଦୁଥିବ, ମାମା ମୋତେ ଟିକେ କାଖେଇ ଦେ, ମୁଁ ତ କାଖେଇ ପାରେନି। କହିବ କାହିଁ ମେଡ଼ିକାଲ ଯାଉଥିଲୁ? ମୋ ବାବା ମାମା ଦେହ ଭଲ, ଏତେ କାଟିଦେଲେ। ମୋ ବାବା ଦେହ, ମୋ ମାମା ଦେହ ଭଲ ହେଇଯାଉ, ମୋତେ କାଖେଇବ। ମୋତେ ନା ସେତେବେଳେ ଏତେ କଷ୍ଟ ହୁଏ, ବୋଲେ ମୋ ଜୀବନଟା କାହିଁ ଏମିତି ଭଗବାନ କରିଛନ୍ତି, ଯେଉଁଠି ମୋ ଛୁଆକୁ ଟିକେ ମୁଁ ଧରିପାରୁନି। ମୋ ଆଖି ଆଗରେ ମୋ ଛୁଆ ଛୋଟ ଛୋଟ ହେଇକି କାନ୍ଦୁଥିବ। ଏବେ ବି ଭାବିଲେ ନା ସେଦିନ ମୋ ଛାତି ଫାଟିଯାଏ। କାହିଁକି ଭଗବାନ ଏତେ କଷ୍ଟ ମୋ ଜୀବନରେ ଲେଖିଛନ୍ତି ମୁଁ ବି ଜାଣେ। ମୁଁ ସବୁ କଷ୍ଟ ହସି ହସି ସହିଯିବି, କିନ୍ତୁ ବାସ୍ ମୋ ସ୍ୱାମୀ ପିଲା ଭଲରେ ଥାନ୍ତୁ, ମୋର ଆଉ କିଛି ଦରକାର ନାହିଁ। ମୋତେ ଯେତେ କଷ୍ଟ ଯନ୍ତ୍ରଣା ଯାହା ଭଗବାନ ଦେଉଛନ୍ତି ଦିଅନ୍ତୁ, ସେମାନଙ୍କୁ ଭଲରେ ଚଲାନ୍ତୁ। ମୋ ଛୁଆଙ୍କୁ ମାନେ ଏତେ କଷ୍ଟ, ସେ ଦିନ ଗୁଡ଼ାକ ଭାବିଲେ ନା ଯେ ମାନେ ଏତେ ଶୋଇପାରିଲିନି ଖରାବେଳେ। ଏଇ ଲେଖିକି ପୁରୁଣା କଥା ସବୁ ମନେ ପଡ଼ିଯାଉଛି, ମାନେ ଏତେ କଷ୍ଟ ହେଉଛି। ସେ ଦିନ ଗୁଡ଼ାକ କି ଦିନ ଥିଲା ଭଗବାନ। ବାପା ମା ଦିଟା ଯାଇକି ମେଡ଼ିକାଲ ବେଡ଼େ ପଡ଼ିଥିଲେ, ଜୀବନ ସହିତ ଲଢ଼େଇ କରୁଥିଲେ। ମୋ ଛୁଆଙ୍କ ଅବସ୍ଥା କ'ଣ ହେଇଥାନ୍ତା ମୁଁ ସେ ଭାବୁଛି। ଭଗବାନ ଯଦି ଥିଲେ ବୋଲି ଭଗବାନ ବି ସହିପାରିଲେନି ଏତେ ଦୁଃଖ କଷ୍ଟ। ମାନେ ଯେଉଁଠି ଲୋକଙ୍କର ବର୍ଷେ 2 ବର୍ଷ ଲାଗୁଛି, ମୋର 2 ମାସ 2.5 ମାସ ଭିତରେ ଅପରେସନ୍ ହେଇଗଲା। ଏମିତି ଯନ୍ତ୍ରଣା ଭରା ଦିନ ଭଗବାନ କାହାକୁ ନ ଦିଅନ୍ତୁ। ଆଉ ସବୁଠାରୁ ମୋତେ ବହୁତ କଷ୍ଟ ମୋ ଛୁଆଙ୍କଠୁ ମୋତେ ଅଲଗା ରହିବା। ମୋତେ ପଛେ ମାରି ଦିଅନ୍ତୁ, ମୋ ଛୁଆଙ୍କଠୁ କେବେ ମୋତେ ଅଲଗା ନ କରନ୍ତୁ। ସେ ଦିନ କି କଷ୍ଟ କି ଯନ୍ତ୍ରଣା ମୁଁ ଭୋଗିଛି।
17-18 ଦିନ ଯାଏଁ ମୋ ଛୁଆ କ'ଣ ଖାଉଛି, କେମିତି ଅଛି, କେମିତି ରହିଛି, ମୁଁ କିଛି ଜାଣିପାରୁନଥିଲି। ହଁ, ବଡ଼ ପିଲାଟେ ହେଇଥାନ୍ତା, ଯାହା ହେଇଥାନ୍ତା, ମୋତେ କଷ୍ଟ ଲାଗେ। ଛୋଟ ଛୋଟ ଛୁଆ ଗୁରା ହାତରେ ଖାଇବା ଶିଖିନଥିଲେ, ଜବରଦସ୍ତି ତାଙ୍କୁ ଛାଡ଼ିକି ଯାଇକି ଏତେ କଷ୍ଟ ଲାଗୁଛି। ମାନେ ପୁଣି ପୁରୁଣା ଦିନ ଗୁରା ମନେ ପଡ଼ିଗଲା। ସମସ୍ତେ କହିଦେବେ, କିନ୍ତୁ ଏତେ ଯନ୍ତ୍ରଣା ଦିନ ନା, ଭଗବାନ କାହାକୁ ନ ଦିଅନ୍ତୁ। ମାନେ ଏତେ କଷ୍ଟ, ଏତେ ଯନ୍ତ୍ରଣା, ନିଜ କଷ୍ଟ ମୋତେ କିଛି ଫରକ ପଡ଼େନି। ହଁ, ଯାହା ହେଉଛି ହଉ, ମୋ ସାଥିରେ ଘଟୁ। କିନ୍ତୁ ମୁଁ ଯାହାକୁ ଭଲ ପାଉଛି, ମାନେ କହନ୍ତିନି ମୋ ଜୀବନ ନାଟିକା, ସେମାନଙ୍କ ଦେହରେ ମୋ ଜୀବନ, ସେମାନଙ୍କ ଦେହରେ ନିଶ୍ୱାସ ନେଇପାରିନି ତାଙ୍କ ବିନା। ଆଉ ସେମାନେ ଭଲେ ଥାନ୍ତୁ। ଯେତେ କଷ୍ଟ, ଯେତେ ଦୁଃଖ, ଯେତେ ଯନ୍ତ୍ରଣା ଭଗବାନ ମୋତେ ହିଁ ଦେଇଦିଅନ୍ତୁ ସବୁ, କିନ୍ତୁ ମୋ ପିଲା, ମୋ ସ୍ୱାମୀଙ୍କ ଠାରୁ ମୋତେ କେବେ ଅଲଗା କରନ୍ତୁନି। ଆଉ ଯେତେବେଳେ ଅଲଗା କରିବେ, ବାସ୍ ଖାଲି ମାରି ହିଁ ଦିଅନ୍ତୁ, ସେତକ ମୁଁ ସହିଯିବି। କିନ୍ତୁ ବଞ୍ଚିଥାଉ ତ ମୁଁ ଜମା ବି ସହିପାରିବିନି।